ଦର୍ଶକ ବନ୍ଧୁ ମନେ ରଖନ୍ତୁ, 1 ନମ୍ବର, ଯଦି ଘରେ କୌଣସି ଲୋକଙ୍କର ମାନସିକ ଦୁଶ୍ଚିନ୍ତା ଲାଗି ରହୁଥାଏ, ତେବେ ତାଙ୍କ ଦ୍ୱାରା ମାଟିର ପାତ୍ରରେ ଗଛ ବୃକ୍ଷଙ୍କୁ ପାଣି ଦେଲେ ଦେଖିବେ ତାହା ଦୂର ହୋଇଥାଏ। 2 ନମ୍ବର, ମାଟିରେ ତିଆରି ହୋଇଥିବା ଠାକୁରଙ୍କ ମୂର୍ତ୍ତି ମନେ ରଖିବେ, ମାଟିରେ ତିଆରି ହୋଇଥିବା ଠାକୁରଙ୍କର ମୂର୍ତ୍ତି ଘରେ ରଖି ପୂଜା କରିବା ଦ୍ୱାରା ଆର୍ଥିକ ସମସ୍ୟା ସବୁଦିନ ପାଇଁ ଦୂର ହୋଇଥାଏ ଏବଂ ଆର୍ଥିକ ସ୍ଥିରତା ଆସିଥାଏ। 3 ନମ୍ବର, ଘରେ କୌଣସି ମାଟି ପାତ୍ରରେ ମନେ ରଖିବେ, ଘରେ କୌଣସି ମାଟି ପାତ୍ରରେ ପାଣି ରଖି ତା ଆଗରେ ଦୀପଟିଏ ଜଳାଇବା ଦ୍ୱାରା ମଙ୍ଗଳକାରୀ ହୋଇଥାଏ ଏବଂ ଆର୍ଥିକ ସମସ୍ୟା ଦୂର ହୋଇଥାଏ। 4 ନମ୍ବର, ଘରର ଅଗଣାରେ ପାରିଜାତ ପୁଷ୍ପ ଅଥବା ସେଫାଳି ଗଛ ଲଗାଇବା ଉଚିତ। ଏହା ଶୁଭ ହେବା ସହିତ ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ। 5 ନମ୍ବର, ଘର ଅଗଣାରେ ଧଳା ପଳାଶ ଏବଂ ଲକ୍ଷ୍ମଣା ଗଛ ଲଗାଇବା ଦ୍ୱାରା ଅତ୍ୟନ୍ତ ମଙ୍ଗଳକାରୀ ହୋଇଥାଏ ଏବଂ ଘରେ ଧନର ଆଗମନ ହୋଇଥାଏ। 6 ନମ୍ବର, ଦର୍ଶକ ବନ୍ଧୁ ମନେ ରଖିବେ, ଘରର ଉତ୍ତର ପୂର୍ବ ଦିଗରେ କଦଳୀ ଗଛ ଲଗାଇ ପୂଜା କରିବା ଦ୍ୱାରା କଲ୍ୟାଣକାରୀ ହୋଇଥାଏ ଏବଂ ଘରେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ। ମନେ ରଖିବେ। 7 ନମ୍ବର, ଘର ପାଖରେ ଧଳା ଅପରାଜିତା ଗଛ ଲଗାଇବା ଦ୍ୱାରା ଶୁଭ ଏବଂ ମଙ୍ଗଳକାରୀ ହୋଇଥାଏ, ତା ସହିତ ଧନ ସମ୍ପଦକୁ ଆକର୍ଷିତ କରିଥାଏ। 8 ନମ୍ବର, ଘରର ଡ୍ରଇଂ ରୁମ୍ରେ 2ଟି ମାଛର ଚିତ୍ର ଲଗାଇବା ଦ୍ୱାରା ଅତ୍ୟନ୍ତ ଶୁଭ ହୋଇଥାଏ ଏବଂ ଚାକିରିରେ ପଦୋନ୍ନତି ହେବା ସହିତ ଅର୍ଥର ଆଗମନ ହୋଇଥାଏ। ମନେ ରଖିବେ। 9 ନମ୍ବର, ଘରର ଉତ୍ତର କିମ୍ବା ପୂର୍ବ ଦିଗରେ ବଇଁଶୀ ରଖିବା ଦ୍ୱାରା ଶୁଭ ଏବଂ ମଙ୍ଗଳକାରୀ ହୋଇଥାଏ, ତା ସହିତ ଦାରିଦ୍ରତା ଦୂର ମଧ୍ୟ ହୋଇଥାଏ। 10 ନମ୍ବର, ଠାକୁର ଘରେ ଶଙ୍ଖ ରଖିବା ଦ୍ୱାରା ଅତ୍ୟନ୍ତ ଶୁଭ ହୋଇଥାଏ ଏବଂ ଘରେ ଲକ୍ଷ୍ମୀ ନିବାସ କରିଥାନ୍ତି, ତା ସହିତ ଘରେ ଧନର ଅଭାବ ହୋଇନଥାଏ। ଧ୍ୟାନ ରଖିବେ। 11 ନମ୍ବର, ଘରେ ଲକ୍ଷ୍ମୀ ଏବଂ କୁବେରଙ୍କ ମୂର୍ତ୍ତି ରଖିବା ଉଚିତ। ଏହା ମଙ୍ଗଳକାରୀ ହୋଇଥାଏ ଏବଂ ଧନ ବୃଦ୍ଧି ହେବା ସହିତ ସୁଖ ଶାନ୍ତି ପ୍ରାପ୍ତ ହୋଇଥାଏ। 12 ନମ୍ବର, ଘରେ ଏକ ଆଖିଆ ନଡ଼ିଆ ରଖିବା ଉଚିତ। ଏହା ଶୁଭ ହେବା ସହିତ ଲକ୍ଷ୍ମୀଙ୍କ ସ୍ୱରୂପ ହୋଇଥାଏ ଏବଂ ଜୀବନରେ ଆର୍ଥିକ ସଙ୍କଟ ଦେଖାଦେଇ ନଥାଏ। ମନେ ରଖିବେ। 13 ନମ୍ବର, କିଛି କଉଡ଼ିରେ ହଳଦୀ ଲଗାଇ ଲାଲ କପଡ଼ାରେ ବାନ୍ଧି ରଖିବା ଦ୍ୱାରା ପଇସା ରଖୁଥିବା ସ୍ଥାନରେ ରଖିବା ଦ୍ୱାରା ଶୁଭ ହୋଇଥାଏ ଏବଂ ଧନ ଲାଭ ହେବାର ସମ୍ଭାବନା ବୃଦ୍ଧି ହୋଇଥାଏ। 14 ନମ୍ବର, କଳସକୁ ସୁଖ ସମୃଦ୍ଧିର ପ୍ରତୀକ କୁହାଯାଇଥାଏ ଏବଂ ଘରର ଐଶାନ୍ୟ କୋଣରେ ଅଷ୍ଟଦଳ ପଦ୍ମ ଅଙ୍କନ କରି ତା ଉପରେ କଳସ ରଖିବା ଦ୍ୱାରା ମଙ୍ଗଳକାରୀ ହୋଇଥାଏ। ମନେ ରଖିବେ। 15 ନମ୍ବର, ରୋଷେଇ ଘରେ ମାତା ଅନ୍ନପୂର୍ଣ୍ଣାଙ୍କ ଚିତ୍ର ଲଗାଇବା ଉଚିତ। ତା ସହିତ ଫଳ ଏବଂ ପନିପରିବା ଚିତ୍ର ଲଗାଇବା ଦ୍ୱାରା ଘରେ କେବେ ବି ଅଭାବ ଅସୁବିଧା ହୋଇନଥାଏ, ସବୁଦିନ ପାଇଁ ଦୂର ହୋଇଥାଏ। 16 ନମ୍ବର, ଘରର ରୋଷେଇ ଘରେ ବସି ଭୋଜନ କରିବା ଉଚିତ। ଏହା ଶୁଭ ହୋଇଥାଏ, ତା ସହିତ ରାହୁ ଏବଂ କେତୁ ଗ୍ରହଙ୍କ ଖରାପ ପ୍ରଭାବ ପଡ଼ିନଥାଏ। 17 ନମ୍ବର, ଘରର ଉତ୍ତର କିମ୍ବା ପୂର୍ବ ଦିଗରେ ଘଣ୍ଟା ଲଗାଇବା ଉଚିତ। ଏହା ଶୁଭ ଏବଂ ମଙ୍ଗଳକାରୀ ହେବା ସହିତ ଆର୍ଥିକ ଉନ୍ନତି ହୋଇଥାଏ। 18 ନମ୍ବର, ଦର୍ଶକ ବନ୍ଧୁ, ଘରର ଦକ୍ଷିଣ ଦିଗରେ ମନେ ରଖିବେ, ଘରର ଦକ୍ଷିଣ ଦିଗରେ କେବେ ବି ଘଡ଼ି ଲଗାଇବା ଉଚିତ ନୁହେଁ। ଏହା ଅଶୁଭ ହୋଇଥାଏ ଏବଂ ଘର ମୁଖ୍ୟ ଲୋକଙ୍କ ସ୍ୱାସ୍ଥ୍ୟ ଖରାପ ହେବା ସହିତ ଉନ୍ନତିରେ ବାଧାପ୍ରାପ୍ତ ହୋଇଥାଏ। ମନେ ରଖିବେ। 19 ନମ୍ବର, ଯଦି ବହୁତ ପରିଶ୍ରମ କରିବା ପରେ ବି ପରିଶ୍ରମର ଫଳ ମିଳୁନଥାଏ, ତେବେ ଖଣ୍ଡିଏ ଧଳା କପଡ଼ାରେ କିଛି ଚାଉଳ ଏବଂ ଗୋଟିଏ ଗୁଆ ବାନ୍ଧି କୌଣସି ମନ୍ଦିରରେ ରଖିବା ଦ୍ୱାରା ମଙ୍ଗଳ ହୋଇଥାଏ। ଧ୍ୟାନ ରଖିବେ। 20 ନମ୍ବର, ଘରେ କେବେ ବି ବୁଢ଼ିଆଣୀ ବସା ହେବା ଉଚିତ ନୁହେଁ। ଏହା ଅଶୁଭ ହୋଇଥାଏ ଏବଂ ଆର୍ଥିକ ସ୍ଥିତି ଖରାପ ହେବା ସହିତ ଉନ୍ନତିରେ ବାଧାପ୍ରାପ୍ତ ହୋଇଥାଏ। ମନେ ରଖିବେ। 21 ନମ୍ବର, ଘରେ ବୁଢ଼ିଆଣୀ ଜାଲ ରହିଥିଲେ ଧାର୍ମିକ କାର୍ଯ୍ୟରେ ଲାଭପ୍ରାପ୍ତ ହୋଇନଥାଏ ଏବଂ ପରିବାର ଲୋକଙ୍କ ଭିତରେ
ସମ୍ପର୍କ ଖରାପ ହେବାକୁ ଲାଗିଥାଏ। ମନେ ରଖିବେ। 22 ନମ୍ବର। ଯଦି ଜାଲ ବୁଣୁଥିବା ବୁଢ଼ିଆଣୀ ଦେଖନ୍ତି ତେବେ ଶୁଭ ହୋଇଥାଏ ଏବଂ କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବା ସହିତ ପ୍ରଶଂସା ମିଳିବାର ସଂକେତ ହୋଇଥାଏ। 23 ନମ୍ବର। ଯଦି ନିଜର ଆର୍ଥିକ ସ୍ଥିତିରେ ସୁଧାର ଆଣିବାକୁ ଚାହୁଁଛନ୍ତି ତେବେ ଘରର ଉତ୍ତର ଦିଗରେ ଥିବା କାନ୍ଥରେ ସବୁଜ ରଙ୍ଗ କରିବା ଉଚିତ। ଏହା ମଙ୍ଗଳକାରୀ ହୋଇଥାଏ। ମନେ ରଖିବେ। 24 ନମ୍ବର। ଘରେ ପ୍ଲାଷ୍ଟିକ ଫୁଲ କିମ୍ବା ଗୁଲଦସ୍ତା ରଖିବା ଉଚିତ ନୁହେଁ। ଏହା ଅଶୁଭ ହୋଇଥାଏ ଏବଂ ଘରେ ନକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ। 25 ନମ୍ବର। ଘରେ ଶୁଖିଲା ଫୁଲ ରଖିବା ଉଚିତ ମଧ୍ୟ ନୁହେଁ। ଏହା ଅଶୁଭ ହୋଇଥାଏ ଏବଂ ପରିବାର ଲୋକଙ୍କ ସ୍ୱଭାବ ଆଚାର ବିଚାର ଚିଡ଼ିଚିଡ଼ା ହେବା ସହିତ ହସ ଖୁସି ଦୂରେଇ ଯାଇଥାଏ। 26 ନମ୍ବର। କେବେ ବି ଅନ୍ୟ କାହାର ଘଡ଼ି ମାଗି ନିଜେ ବ୍ୟବହାର କରିବା ଉଚିତ ନୁହେଁ। ଏହା ଅମଙ୍ଗଳକାରୀ ହୋଇଥାଏ ଏବଂ ତାଙ୍କର ଖରାପ ସମୟ ଭୋଗିବାକୁ ପଡ଼ିପାରେ। ମନେ ରଖିବେ। 27 ନମ୍ବର। ଅନ୍ୟ ଲୋକଙ୍କ ମୁଦି କେବେ ବି ନିଜେ ମାଗି କରି ପିନ୍ଧିବା ଉଚିତ ନୁହେଁ। ଏହା ଅଶୁଭ ହୋଇଥାଏ ଏବଂ କୌଣସି ସମସ୍ୟା ଦେଖାଦେବାର ସମ୍ଭାବନା ରହିଥାଏ। 28 ନମ୍ବର। ଅନ୍ୟ କାହାର ବସ୍ତ୍ର କେବେ ବି ମାଗି କରି ପିନ୍ଧିବା ଉଚିତ ନୁହେଁ। ଏହା ଅଶୁଭ ହୋଇଥାଏ ଏବଂ ଦୁର୍ଭାଗ୍ୟ ଦେଖାଦେବା ସହିତ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ। 29 ନମ୍ବର। ଅନ୍ୟ କାହାର ଯୋଡ଼ା କିମ୍ବା ଚପଲ ପିନ୍ଧିବା ଉଚିତ ନୁହେଁ। ଏହାଦ୍ୱାରା ଦାରିଦ୍ର୍ୟତା ଦେଖାଦେବାର ସମ୍ଭାବନା ରହିଥାଏ ଏବଂ ଅନ୍ୟ ଲୋକଙ୍କ ସମସ୍ୟା ନିଜେ ଭୋଗିବାକୁ ପଡ଼ିଥାଏ। 30 ନମ୍ବର। ଅନ୍ୟ କାହାର ପେନ୍ କିମ୍ବା ପେନସିଲ୍ ଯଦି ବ୍ୟବହାର କରିଥାନ୍ତି ତେବେ ତାଙ୍କୁ ନିଶ୍ଚିନ୍ତ ରୂପେ ଫେରାଇ ଦେବା ଉଚିତ ହୋଇଥାଏ। ଏହାଦ୍ୱାରା ଆର୍ଥିକ ହାନି ହେବାର ସମ୍ଭାବନା ରହିଥାଏ। ମନେ ରଖିବେ। 31 ନମ୍ବର। ଅନ୍ୟ ଲୋକଙ୍କ ଶେଯରେ କେବେ ବି ଶୋଇବା ଉଚିତ ନୁହେଁ କାରଣ ଏହା ଅମଙ୍ଗଳକାରୀ ହୋଇଥାଏ ଏବଂ ଅର୍ଥ ଅଭାବ ଦେଖାଦେବା ସହିତ କୌଣସି ସମସ୍ୟା ଦେଖାଦେଇଥାଏ। 32 ନମ୍ବର। ରବିବାର ଦିନ ହାଲକା ଗୋଲାପୀ ନାରଙ୍ଗୀ ଲାଲ କିମ୍ବା ସୁନେଲି ରଙ୍ଗର ବସ୍ତ୍ର ପିନ୍ଧିବା ଦ୍ୱାରା ସୂର୍ଯ୍ୟଦେବଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ଏବଂ ଆତ୍ମବିଶ୍ୱାସ ବୃଦ୍ଧି ହୋଇଥାଏ। ମନେ ରଖିବେ। 33 ନମ୍ବର। ସୋମବାର ଦିନ ଧଳା ଘିଅ ରଙ୍ଗ ରୂପେଲି କିମ୍ବା ଫିକା ରଙ୍ଗର ବସ୍ତ୍ର ପିନ୍ଧିବା ଦ୍ୱାରା ଶୁଭ ହୋଇଥାଏ ଏବଂ ସୁଖ ଶାନ୍ତି ପ୍ରାପ୍ତ ହେବାର ସମ୍ଭାବନା ରହିଥାଏ। 34 ନମ୍ବର। ମଙ୍ଗଳବାର ଦିନ କମଳା ରଙ୍ଗର କିମ୍ବା ଲାଲ ରଙ୍ଗର ବସ୍ତ୍ର ପିନ୍ଧିବା ଦ୍ୱାରା ଶୁଭ ହୋଇଥାଏ ଏବଂ ଉତ୍ସାହ ସହିତ ସାହସ ବୃଦ୍ଧି ହୋଇଥାଏ। 35 ନମ୍ବର। ବୁଧବାର ଦିନ ସବୁଜ ରଙ୍ଗର ବସ୍ତ୍ର ପରିଧାନ କରିବା ଦ୍ୱାରା ଶୁଭ ହୋଇଥାଏ ଏବଂ ଗଣେଶଙ୍କ ଆଶୀର୍ବାଦ ପ୍ରାପ୍ତ ହେବା ସହିତ ବୃଦ୍ଧି ଏବଂ ଜ୍ଞାନ ପ୍ରାପ୍ତି ହୋଇଥାଏ। 36 ନମ୍ବର। ଗୁରୁବାର ଦିନ ହଳଦିଆ ବସ୍ତ୍ର ପିନ୍ଧିବା ଦ୍ୱାରା ମଙ୍ଗଳକାରୀ ହୋଇଥାଏ ଏବଂ ସୁଖ ସମୃଦ୍ଧି ପ୍ରାପ୍ତ ହେବା ସହିତ ଭାଗ୍ୟ ଏବଂ ଆୟୁ ବୃଦ୍ଧି ହୋଇଥାଏ। 37 ନମ୍ବର। ଶୁକ୍ରବାର ଦିନ ଧଳା ଗୋଲାପୀ କିମ୍ବା ବେରଙ୍ଗୀ ବସ୍ତ୍ର ପିନ୍ଧିବା ଦ୍ୱାରା ଶୁଭ ହୋଇଥାଏ ଏବଂ ଧନ ବୃଦ୍ଧି ହେବା ସହିତ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ। ମନେ ରଖିବେ। 38 ନମ୍ବର। ଶନିବାର ଦିନ କଳା ନୀଳ କିମ୍ବା ବାଇଗଣୀ ରଙ୍ଗର ବସ୍ତ୍ର ପିନ୍ଧିବା ଦ୍ୱାରା ଶୁଭ ହୋଇଥାଏ ଏବଂ ଆତ୍ମବିଶ୍ୱାସ ସହିତ ସାହସ ବୃଦ୍ଧି ହୋଇଥାଏ। 39 ନମ୍ବର। ନାରୀ ବା କୁମାରୀମାନଙ୍କ ସହିତ କଥା ହେଲାବେଳେ ସେମାନଙ୍କ ପାଦକୁ ଚାହିଁ କଥା ହେବା ଉଚିତ। ଏହା ମଙ୍ଗଳକାରୀ ହୋଇଥାଏ। 40 ନମ୍ବର। ଘର ସାମ୍ନାରେ ତୁଳସୀ ଗଛ ରୋପଣ କଲେ ସମସ୍ତ ମଙ୍ଗଳ ସାଧନ ହୋଇଥାଏ ଏବଂ ଘରେ ଅଶାନ୍ତି ଦୂର ହୋଇ ଦେବତାଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ। ମନେ ରଖିବେ। ଦର୍ଶକ ବନ୍ଧୁ, ଆମର ଏହି ଭିଡ଼ିଓଟି ଯଦି ଆପଣମାନଙ୍କୁ ପସନ୍ଦ ଆସିଥାଏ ତାହେଲେ ଚ୍ୟାନେଲକୁ ଲାଇକ୍ କରିଦିଅନ୍ତୁ ଏବଂ ସବସ୍କ୍ରାଇବ୍ କରିଦିଅନ୍ତୁ, ଯାହାଫଳରେ ଯେତେବେଳେ ବି ମୁଁ ନୂଆ ଭିଡ଼ିଓ ଅପଲୋଡ଼ କରିବି ଆପଣଙ୍କ ପାଖରେ ସର୍ବପ୍ରଥମେ ପହଞ୍ଚି ପାରିବ। ରହିଲି, ନମସ୍କାର, ଜୟ ଜଗନ୍ନାଥ।